ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା CPET କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ 2024, ଯାହାକୁ ନେଇକି ବହୁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ଏବଂ ମୁଁ ଯେଉଁ ଗତ 2020, 21, 22, 23 4 ବର୍ଷର କ୍ୱେଶ୍ଚନ୍ ଆଉ ଆନ୍ସର୍ ଉଭୟ ଡିସ୍କସନ୍ ମଧ୍ୟ କରିଦେଇଛି। ଯିଏ ବି ସେ ଭିଡ଼ିଓ ଦେଖିନାହ ଡିସ୍କ୍ରିପ୍ସନ୍ ଲିଙ୍କ୍ ଅଛି, ତୁମେ ଯାଇକି ଦେଖିନେବ। କାହିଁକିନା ସବୁଠୁ ଅଧିକ କମେଣ୍ଟ ମାନେ ମୋ ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ ହେଉ ବା ମୋର ଯେଉଁ ଟେଲିଗ୍ରାମ ଚ୍ୟାନେଲ୍ ହେଉ ସବୁଠୁ ଅଧିକ ମାନେ କମେଣ୍ଟ ଆସିଥିଲା ଯେ CPET କ୍ଲାସ୍ କରିବା ପାଇଁ। ସାର୍ CPET କ୍ଲାସ୍ କେବେଠୁ ଷ୍ଟାର୍ଟ ହେବ, ମାନେ କେବେ ଆମର ଡେଟ୍ ବାହାରିବ, କେବେ ଆମର ଏକ୍ଜାମ୍ ହେବ, ଆପଣ ସାର୍ କ୍ଲାସ୍ କେବେଠୁ ଷ୍ଟାର୍ଟ କରିବେ, ତାହାକୁ ନେଇକି ବହୁତ ଗୁଡ଼ିଏ କମେଣ୍ଟ ଆସୁଥିଲା ଏବଂ ସେଇଥିପାଇଁ ମାନେ କ୍ଲାସ୍ ଆଜିଠୁ ଷ୍ଟାର୍ଟ ହେଲା। ଏବଂ ଆମେ ପ୍ରଥମରୁ ଆରମ୍ଭ କରିକି ମାନେ ଯାହା ବି ଅଛି ତୁମର କୋର୍ସକୁ ମୁଁ ତୁମକୁ ସାରିବାକୁ ଚେଷ୍ଟା କରିବି ଏବଂ ମୁଁ ଯଦି କୋର୍ସ ସାରି ନ ପାରିଲେ ବି ତୁମକୁ ମୁଁ କହିଦେଇଛି, ତୁମେ ନିଜେ ନିଜେ ମୋତେ ସେଇଟା ପଢ଼ାପଢ଼ି କରୁଥାଅ। ତ ତୁମକୁ ମୁଁ କହିଥିଲି CPET ଏଣ୍ଟ୍ରାନ୍ସ ପାଇଁ କ'ଣ ପଢ଼ିବ, କେତେ ମାର୍କର ଏକ୍ଜାମ୍ ହେବ, ସେଇଟା ମୁଁ ତୁମକୁ କହିଦେଇଛି। ଯିଏ ବି ସେ ଭିଡ଼ିଓ ଦେଖିନାହ ଯାଇକି ଦେଖିପାରିବ। ତ ସେଇ ଉପରେ ଆଉ ଆଲୋଚନା କରିବାନି। ତୁମକୁ ମୁଁ କହିଥିଲି ଯେ ଦୁଇଟା ବହି, ଓଡ଼ିଆ ସାହିତ୍ୟର ଇତିହାସ ସୁରେନ୍ଦ୍ର ମହାରଣା ଆଉ ଓଡ଼ିଆ ସାହିତ୍ୟର ଇତିହାସ ପ୍ରେମାନନ୍ଦ ମହାପାତ୍ର, ଦୁଇଟା ବହି ଭିତରୁ ଗୋଟେ ଯେକୌଣସି ବହି ପଢ଼ିଲେ ବି ଚଳିବ। ଦୁଇଟା ମିଶିକି ଯଦି କମ୍ବାଇନ୍ କରିକି ପଢ଼ିପାରିଲେ ଆହୁରି ଭଲ କଥା। ତ ମୁଁ ତୁମକୁ କହିଥିଲି ଯେ ସେଇ ଓଡ଼ିଆ ସାହିତ୍ୟର ଇତିହାସ ତୁମେ ଯଦି ପଢ଼ି ଦେଉଛ ଠିକ୍ସେ ଏବଂ ତା ସହିତ ଆମର ଯେଉଁ ରହିଛି ଆମର ପାଶ୍ଚାତ୍ୟ ତତ୍ତ୍ୱ, ଆମର ଯେଉଁ କ୍ଲାସିସିଜିମ୍ ହଉ, ରୋମାଣ୍ଟିସିଜିମ୍ ହଉ ବା ରସ ରୀତି ହଉ, ତା ପାଇଁ କ'ଣ ଯେ ଅନାଦିଚରଣ ଗାଳଙ୍କର ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ, ସେଇଟା ପଢ଼ିଦେଲେ ତୁମର ମାନେ ହେଇଯିବ CPET ଏଣ୍ଟ୍ରାନ୍ସ କ୍ଲିୟର ହେଇଯିବ। ପିଜି ପଢ଼ିବା ପାଇଁ ତୁମକୁ ଗୋଟେ ଏଣ୍ଟ୍ରାନ୍ସ ଦେବାକୁ ପଡ଼ିଥାଏ, ଯାହାକୁ କି CPET କୁହାଯାଏ, କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ବୋଲି। ସେଇଟା ମୁଁ ତୁମକୁ କହିଥିଲି। ତ ସେଇଟା ତୁମେ ନିଜେ ପଢ଼ାପଢ଼ି କରୁଥାଅ, ଓଡ଼ିଆ ସାହିତ୍ୟର ଇତିହାସ ତୁମେ ପଢ଼ାପଢ଼ି କରୁଥାଅ ଏବଂ ମୁଁ ମୋ ତରଫରୁ ଯେତେ ସମ୍ଭବ ସେଇଟା ନୋଟ୍ ହଉ ବା ସର୍ଟ କ୍ୱେଶ୍ଚିନ୍ ହଉ ସେଇଟା ମୁଁ ତୁମକୁ ପ୍ରୋଭାଇଡ଼ କରିବାକୁ ଚେଷ୍ଟା କରିବି। ଏବଂ ଯାହାକୁ ନେଇକି ଆଜି ଭାଗ 1 ବା ଆଜି ପ୍ରଥମ ପାର୍ଟ ଆରମ୍ଭ ହେଉଛି କଣ୍ଟିନ୍ୟୁ ତୁମର ମାନେ 40ଟା ପାର୍ଟ ହଉ ବା 50ଟା ପାର୍ଟ ହଉ, ଯାହା ବି ପସିବୁଲ୍ ହେବ ସେତିକି ପାର୍ଟ ମୁଁ ତୁମକୁ ଡିସ୍କସନ୍ କରିବାକୁ ଚେଷ୍ଟା କରିବି। କିନ୍ତୁ ତୁମେ ମୋ ଭିଡ଼ିଓ ତ ଯାହା ଦେଖୁଛ, କିନ୍ତୁ ତା ଠାରୁ ତୁମ ପାଇଁ ଆହୁରି ଇମ୍ପୋର୍ଟାଣ୍ଟ ବା ଆହୁରି ଆବଶ୍ୟକ ହେଉଛି ତୁମେ ଓଡ଼ିଆ ସାହିତ୍ୟର ଇତିହାସକୁ ତୁମେ ଅଣ୍ଡରଲାଇନ୍ କର ଏବଂ ତାହାକୁ ତୁମେ ନିଜେ ପଢ଼ିବାକୁ ଚେଷ୍ଟା କର, ଯାହାଫଳରେ କି ତୁମେ ଆହୁରି ମଧ୍ୟ କ୍ୱେଶ୍ଚନ୍ ପାଇପାରିବ। ବହୁତ ଗୁଡ଼େ ପିଲାମାନେ କମେଣ୍ଟ କରୁଥିଲେ ଯେ ଆମେ ଯେଉଁ ପଢ଼ିବୁ ଯେ କେଉଁଠୁ ପଢ଼ିବୁ, ତ ସେ ଦୁଇଟା ସାହିତ୍ୟ କହିଥିଲେ, ତା ସହିତ ଗାଇଡ଼ କହୁଥିଲେ। ତ ଗାଇଡ଼କୁ ତ ମୁଁ ତ ସଜେଷ୍ଟ କରେନି, କିନ୍ତୁ ତୁମେ ଯଦି ଚାହିଁବ ତାହେଲେ ଗାଇଡ଼ରୁ ବି ପଢ଼ିପାରିବ, କିନ୍ତୁ ତୁମେ ବୁକ୍ରୁ ପଢ଼ିଲେ ଆହୁରି ଭଲ କଥା। ଏବଂ ବର୍ତ୍ତମାନ ଆମେ ଯେଉଁ ଆଲୋଚନା କରିବା, ବର୍ତ୍ତମାନ ଯେଉଁ PDFଟା ତୁମ ସମ୍ମୁଖରେ କାଢ଼ିଛି, ଏଇଟା ହେଉଛି କ'ଣ ଯେ ଏଇଟା ହେଉଛି ଓଡ଼ିଆ ସାହିତ୍ୟର କ ଖ ଗ, ଡକ୍ଟର ସୁରେନ୍ଦ୍ର କୁମାର ମହାରଣା ଆଉ ଡକ୍ଟର ଜ୍ଞାନରଞ୍ଜନ ପଣ୍ଡା ଏଇଟା ଲେଖିଛନ୍ତି। ତ ଏଇଥିରୁ ଆମେ ଆଲୋଚନା କରିବା। ତା ସହିତ ଆହୁରି ବି ଯେଉଁ ରହିଛି ଆମର ସାହିତ୍ୟ ସ୍ରୋତସ୍ୱିନୀ ରହିଛି ଦେବାଶିଷ ପାତ୍ରଙ୍କର, ତା ସହିତ ଆଉ ଗୋଟେ ଥିଲା ଯେ ଆମର ଓଡ଼ିଆ ସାହିତ୍ୟର ଦର୍ପଣ ଅଜିତ କୁମାର ଦାସ, ଅନେକ ଗୁଡ଼ିଏ ବୁକ୍ ରହିଛି। ତ ଆମେ ଆଲୋଚନା କରିବା କ'ଣ ଯେ ଓଡ଼ିଆ ସାହିତ୍ୟର ଯେଉଁ କ ଖ ଗ ରହିଛି, ଯେଉଁଥିରେ କି ଆମର କ'ଣ ଯେ କେବଳ CPET ପାଇଁ ନୁହେଁ, ତା ପରବର୍ତ୍ତୀ ସମୟରେ ତୁମେ ଯେଉଁ ନେଟ୍ JRF ସେଇଥିରୁ ମଧ୍ୟ କ୍ୱେଶ୍ଚନ୍ ବି ଆସିଥାଏ। ତ ସେଇ ଉପରେ ଆମେ ଆଲୋଚନା କରିବା ଏବଂ ପରବର୍ତ୍ତୀ ସମୟରେ ଆମେ ଯେଉଁ ଧୀରେ ଧୀରେ ଆଗକୁ ଯିବା, ସେହି ସମୟରେ ତୁମକୁ ମୁଁ ବୁଝେଇତେ ଯିବି। ଆଉ ମୋ ପାଖରେ ଯେଉଁ ନୋଟ୍ ବି ରହିଛି, ଯେକୌଣସି ଜାଗାରେ ନୋଟ୍ ଦରକାର ପଡ଼ିବ ସେଇ ଜାଗାରେ ମୁଁ ତୁମକୁ ନୋଟ୍ ଦେବି। ଯେକୌଣସି ଜାଗାରେ ମୋର ଆମେ ଯେଉଁ କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିବାକୁ ପଡ଼ିବ ସେଇ ଜାଗାରେ ମୁଁ ତୁମକୁ କ୍ୱେଶ୍ଚନ୍ ଆନ୍ସର୍ ମଧ୍ୟ ପ୍ରୋଭାଇଡ଼ କରିକି ବୁଝେଇ ଦେବି। ତ ଜାଣିଗଲ ତୁମେମାନେ ସମସ୍ତେ। ତ ଆମେ ଆରମ୍ଭ କରିବା ଆଜିର ବିଷୟବସ୍ତୁ। ଏବଂ ଆଉ ଗୋଟେ କଥା ଯେ ଯେଉଁ ପିଜି ଏଣ୍ଟ୍ରାନ୍ସ ପାଇଁ ବା CPET ଏଣ୍ଟ୍ରାନ୍ସ ପାଇଁ ଯେଉଁ ସିଲାବସ୍ ମାଗୁଥିଲେ ପ୍ରାୟତଃ ପିଲା, ତ ମୁଁ କହିଦେଉଛି ଯେ ଏମିତି ବି ମାନେ ନିର୍ଦ୍ଦିଷ୍ଟ କୌଣସି ସିଲାବସ୍ ନାହିଁ। ତୁମେ ୟୁଜିରେ ଯାହା ପଢ଼ିଛ ସେଇ ହିଁ ତୁମର ସିଲାବସ୍ ବା ସେଇ ହିଁ ତୁମର ମାନେ ବିଷୟବସ୍ତୁ ହେଲା, ଆଉ ଅନ୍ୟ କିଛି ନାହିଁ। ତ ପ୍ରଥମେ ଆମେ ଆରମ୍ଭ କରିବା। ଦେଖ ଆମେ କ'ଣ ପଢ଼ିଥିଲା ପ୍ରଥମେ, ଆମେ ଯେଉଁ ଆମର ୟୁଜିରେ ଥିଲା କ'ଣ ପ୍ରାକ୍ ସାରଳା ସାହିତ୍ୟ ଥିଲା। ପ୍ରଥମେ କ'ଣ ଥିଲା ପ୍ରାକ୍ ସାରଳା ସାହିତ୍ୟ। ପ୍ରାକ୍ ସାରଳା ସାହିତ୍ୟ ମାନେ କ'ଣ ପିଲାମାନେ ଯେ ସାରଳାଙ୍କର ପୂର୍ବବର୍ତ୍ତୀ ସାହିତ୍ୟ। ତୁମେ ସମସ୍ତେ ଜାଣିଛ ସାରଳା ଯୁଗର ସମୟ କେତେ, 1400ରୁ 15 ଶତାବ୍ଦୀ। ତ ପ୍ରାକ୍ ସାରଳା ସାହିତ୍ୟ କହିଲେ କ'ଣ ଯେ ସାରଳାଙ୍କର ପୂର୍ବବର୍ତ୍ତୀ ସାହିତ୍ୟ ବା 1400 ଶତାବ୍ଦୀର ପୂର୍ବରୁ ଯେଉଁ ସାହିତ୍ୟ ରଚନା କରାଯାଇଥିଲା ତାକୁ ଆମେ ପ୍ରାକ୍ ସାରଳା ସାହିତ୍ୟ ବୋଲି କହିଥାଉ। ଏବଂ ସେଇଟା ବିଭିନ୍ନ ଭାଗରେ ବିଭକ୍ତ ହୋଇଥିଲା। ଗୋଟେ ହେଉଛି ଆମର କଥିତ ସାହିତ୍ୟ କି ଯାହାକୁ ଆମେ ଲୋକ ସାହିତ୍ୟ ବୋଲି କହିଥାଉ, ତା ସହିତ ଅଭିଲେଖ ସାହିତ୍ୟ ଏବଂ লিখিত সাহিত্য, ଯେଉଁ লিখিତ ସାହିତ୍ୟରେ ଆମର ଚର୍ୟା ସାହିତ୍ୟ ଯିବ, ନାଥ ସାହିତ୍ୟ ଯିବ, ଶୈବ ସାହିତ୍ୟ ମଧ୍ୟ ଯିବ। ତ ଏଇଠୁ ହିଁ ଆମେ ଆରମ୍ଭ କରିବା। ଆମର ପ୍ରଥମ ବିଷୟବସ୍ତୁ କ'ଣ ଯେ ଆମେ ପ୍ରାକ୍ ସାରଳା ସାହିତ୍ୟ ଯେଉଁ ବିଭିନ୍ନ ଭାଗରେ ଯେଉଁ ବିଭାଗୀକୃତ ହୋଇଛି, କଥିତ, ଅଭିଲେଖ ଏବଂ ଲିଖିତ, ସେଇଟା ପ୍ରଥମେ ଆମେ ଆଲୋଚନା କରିବା। ଯେମିତି ଆମେ ତୁମେ ଫାର୍ଷ୍ଟ ସେମିଷ୍ଟାର ଯେମିତି ତୁମେ ପଢ଼ିଛ, ফার্স্ট টু সিক্স সেমিস্টার যাই তুমি যে সিলাবস রয়েছে তুমি যেভাবে ভাবে পড়িছ আমি সেইভাবে ভাবে হি ডিসকসন করা, যাফলে তুমি জাঁপার এবং সমস্ত গোটে অনুরোধ যে কিছু বি বুঝিপার নথিব নিশ্চিত ভাবে কমেন্ট করি জনাইলে আমি নেক্সট পার্ট, কাহিঁকি আমার ক্লাস তো রেগুলার হব, তুমি যদি যেকোনসি তোমার ডাউট রয়েছে না সেটা তুমি মতো যদি কমেন্ট করি জনাইব তাহলে নেক্সট পার্টরে পুଣି আমি আলোচনা করা। তো প্রথমে আমি আলোচনা করা লোক সাহিত্য সম্পর্কে। হ্যাঁ দেখ কোশ্চেন আউ আনসার ডিসকসন আমি করা। লোক সাহিত্য কাহার অংশ বিশেষ? লোক সাহিত্য হচ্ছে লোক সংস্কৃতির অংশ বিশেষ। প্রথমে ফোকলোর শব্দ কিয়ে প্রয়োগ করে? WJ থমাস 1846 প্রথমে কোণ করে যে ফোকলোর শব্দ সে প্রয়োগ করে। কিয়ে প্রথমে ফোকলোর কু লোক সংস্কৃতি ভাবে গ্রহণ করে? কৃষ্ণদেব উপাধ্যায় প্রথমে কোণ করে যে ফোকলোর কু লোক সংস্কৃতি ভাবে গ্রহণ করে।
आम देश में किए प्रथम लोकगीत संग्रहर सूत्रपात करथिले डी ग्रोवर मोस्ट इंपोर्टेंट क्वेश्चन आम देश में किए प्रथम लोकगीत जो लोकगीत मान जो संग्रहित होता से लोकगीत संग्रहर सूत्रपात किए करथिले सूत्रपात बा आम आय आरंभ बोली कहि परिबा हला किए सेटा डी ग्रोवर डी ग्रोवर डी ग्रोवर कर लोकगीत संकलन क्यों नाम रे प्रकाश पाइथिला फोक सॉन्ग्स ऑफ साउथर्न इंडिया इंटरनेशनल फोकलोर कांग्रेस केउठी और केबे अनुष्ठित होइतिला लंडन रे 1891 अनुष्ठित होइतिला कोन इंटरनेशनल फोकलोर कांग्रेस केउठी एवं केबे कोउठी लंडन रे 1891 रे मु तुमको कहि दोची प्लान फिदेली जहा जाउची एवं कोन कोटा बेसी इंपोर्टेंट फेरा भी तुमको मु कहि देबी हला देखो फोकलोर सोसाइटी केउठी एवं केबे प्रतिष्ठित होइतिला लंडन रे 1877 फोकलोर सोसाइटी हला एटा टिके हाई लेवल क्वेश्चन पिला माने हला परवर्ती समय तुम पई जो जो इंपोर्टेंट फेटा कहि देबी एटा भी तुम पढी थाओ हला देखो बहुत इंपोर्टेंट क्वेश्चन मोस्ट इंपोर्टेंट क्वेश्चन प्राय तो आसे जे लोक साहित्यर प्रथम संकलक किए कपिलेश्वर विद्याभूषण नंद शर्मा 1876 लोक साहित्यर प्रथम संकलक बोली परीक्षा रे क्वेश्चन आसी प्रथम ओडिया लोक साहित्य संपर्क आलोचना फोकलोर ऑफ ओडिशा किए और केबे लिखिथिले बहुत इंपोर्टेंट क्वेश्चन पिला माने एटा भी जे प्रथम ओडिया लोक साहित्य संपर्क आलोचना जो अच्छी सेटा तार नाम कौन फोकलोर ऑफ ओडिशा सेटा किए और केबे लिखिथिले जॉन ब्रिम्स लिखिथिले 1872 जो साहित्य को महान विद्वान ठारू गंड मूर्ख पर्यंत समस्ते बुझी पारती ताहाकू लोक साहित्य बोली किए कहिथिले कुंज बिहारी दास कहिथिले कोन जे जो साहित्य की विद्वान भी एवं मूर्ख भी समस्ते जहां बुझी पारिबे ताहाकू हम लोक साहित्य बोली कहि पारिबा तुमको पूर्व पढ़ेछि लोक साहित्य माने कोन लोक मानकर साहित्य साधारण गाउँली लोक मानकर साहित्य बुझिला देखो क्यों ओडिया गवेषक ओडिया लोक साहित्य को निजर विपुल दान में भरी लोकरत्न उपाधि बहुत इंपोर्टेंट क्वेश्चन लोकरत्न किए कुंज बिहारी दास क्यों गवेषक ओडिया लोक साहित्य गवेषणा कर प्रथम डॉक्टरेट लाभ करते कुंज बिहारी दास तुम्हें लोक साहित्य माने पढ़ुच ना कुंज बिहारी दास ना प्रायतः मन रख दिज अच्छा देख लोक साहित्य कुंज बिहारी दास आउ अभिलेख जो पढ़ो से कुंज बिहारी त्रिपाठी तो देख जे लोकरत्न ही पाई कुंज बिहारी दास आउ गोटे कौन जे प्रथम डॉक्टरेट डिग्री कौन पर लोक साहित्य उपर गवेषणा कर प्रथम डॉक्टरेट डिग्री किए कुंज बिहारी दास हासिल करते डॉक्टर कुंज बिहारी दास गवेषणा पुस्तक नाम कौन ओडिया लोकगीत और लोककाणी बहुत इंपोर्टेंट यहाँ मैंने इंपोर्टेंट क्वेश्चन माने जो गवेषणा पुस्तक लोकरत्न पाई कुंज बिहारी दास और लोक साहित्य उपर प्रथम गवेषणा करथिले बा प्रथम गवेषणा करी डॉक्टरेट पाइथिले सेटा भी कुंज बिहारी दास और से जो गवेषणा करथिले तांकर गवेषणा थेसिस नाम कोन थिला ओडिया लोकगीत और लोक कहानी विश्वभारती शांतिनिकेतन द्वारा प्रकाशित ओडिया लोकगीत और कहानी केबे प्रकाशित होइला से जो ओडिया लोकगीत और कहानी जो थिला कहार कुंज बिहारी दासଙ୍କର समालोचना करि तांकर जो गवेषणा पुस्तक सेटा 1958 मसिया रे प्रकाशित होइतिला 1991 ओडिशा साहित्य एकाडेमी द्वारा प्रकाशित फोकलोर ऑफ ओडिशा लेखक किए कुंज बिहारी दास लोकगल्प संचलन संकलक किए कुंज बिहारी दास कुंज बिहारी दास ना ही मन रखिब तुम माने लोक साहित्य क्षेत्र में कुंज बिहारी दास बहुत भूमिका रही है देख लोकगल्प संचलन केबे और कहा द्वारा प्रकाशित होता लोकगल्प संचलन कहा द्वारा तार संकलक किए तार संकलक होती कुंज बिहारी दास किंतु सेटा केबे और कहा द्वारा प्रकाश पाई 1960 मसीह ओडिशा साहित्य एकाडेमी द्वारा सेटा माने कौन होता प्रकाशित होता नेक्स्ट देखो फोक टेल ऑफ ओडिशा पुस्तक कहा द्वारा कलिकता प्रकाशित उपेन्द्र नारायण दत्तगुप्त गोपाल चंद्र प्रहलाद उत्कल कहानी केते खंड में प्रकाशित बहुत इंपोर्टेंट 2 खंड गोपाल चंद्र प्रहलाद उत्कल कहानी 2 खंड में प्रकाशित है देख निम्नलिखित ग्रंथ मध्य केउटी कुंज बिहारी दासंकर नुहे कौन कुंज बिहारी दासंकर नुहे ए स्टोरी ऑफ ओडिशा फोकलोर लोकगल्प संचलन ग्रामायण सब कौन कुंज बिहारी दासंकर उत्कल गाउँली गीत नुहे उत्कल गाउँली गीत चक्रधर महापात्र है देख दे उत्कल गाउँली गीत कहार चक्रधर महापात्र बहुत इंपोर्टेंट है मन रख कुंज बिहारी दास चक्रधर महापात्र किए कौन लिखिं ये दी जन ना तुम्हें मन रखा पड़ो कहीं प्रायतः रचना लोक साहित्य उपर हो लोकगीत उपर हो प्रायतः रचना किए कर कुंज बिहारी दास आउ चक्रधर महापात्र उत्कल गाउँली गीत चुंबक कहार रचना सेटा भी चक्रधर महापात्र रचना उत्कल गाउँली गीत हो उत्कल गाउँली गीत चुंबक से दीटा कौन चक्रधर महापात्र रचना
নিম্নলিখিত কেউ পুস্তকটি চক্রধর মহাপাত্রଙ୍କର নুহে? উৎকল গ্রাম্য গীত, উৎকল গাউলি গীত হো, উৎকল গ্রাম্য কথা হো বা উৎকল লোকগীত ও গাউলি গীত সঞ্চয়, এটা চক্রধর মহাপাত্রଙ୍କର অଟେ। কিন্তু উৎকল কাহিনী ତାଙ୍କର ନୁହେଁ। ଉତ୍କଳ କାହାଣୀ ତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ନା। ଦେଖ କେଉଁଠି ଚକ୍ରଧର ମହାପାତ୍ରଙ୍କ ଦ୍ୱାରା ସଂକଳିତ? ଓଡ଼ିଆ ଗ୍ରାମ୍ୟ ଗୀତି ଚକ୍ରଧର ମହାପାତ୍ରଙ୍କ ଦ୍ୱାରା ସଂକଳିତ। ମାନୁଛି ପିଲାମାନେ ଟିକେ ଡିଫିକଲ୍ଟ ହେଇପାରେ, କିନ୍ତୁ ଏହି ଭିତରୁ ହିଁ କ୍ୱେଶ୍ଚନ୍ ଆସିବ। ଲୋକ ସାହିତ୍ୟ ଉପରେ ଯେଉଁ କ୍ୱେଶ୍ଚନ୍ ଆସିବ ନା, ଏହା ବାଦ୍ ଆଉ ପ୍ରାୟତଃ କ୍ୱେଶ୍ଚନ୍ ନାହିଁ। ତେଣୁ ତୁମେ ଏହାକୁ ଟିକେ ଠିକ୍ସେ ପଢ଼ିଥିବ ହେଲା। ଉତ୍କଳ କାହାଣୀ ଦର୍ପଣ ନାମକ ଲୋକଗଳ୍ପ ସଂକଳନର ସଂଗ୍ରାହକ କିଏ? ରାଧାଚରଣ ମହାପାତ୍ର। ଜୈନିକ କରଣ ମହିଳାଙ୍କ ଦ୍ୱାରା ସଂଗୃହୀତ ଲୋକଗଳ୍ପ ପୁସ୍ତକ। ଜୈନିକା କରଣ ମହିଳାଙ୍କ ଦ୍ୱାରା ସଂଗୃହୀତ ଲୋକଗଳ୍ପ ପୁସ୍ତକ କ'ଣ? କଥା ଲହରୀ ବା ଉତ୍କଳ କାହାଣୀ ସଂଗ୍ରହ। ପ୍ରାଚୀନତା, ପାରମ୍ପରିକତା ଓ ଗୋଷ୍ଠୀବଦ୍ଧତା ଭାବ କେଉଁ ଶବ୍ଦ ସୂଚିତ କରେ? ଯେ ପ୍ରାଚୀନତା ହେଉ ବା ପାରମ୍ପରିକତା ହେଉ ବା ଗୋଷ୍ଠୀବଦ୍ଧତା ଲୋକ ଶବ୍ଦ ସୂଚିତ କରେ। ଅବାସ୍ତବ, ଉଦ୍ଭଟ, ଅସମ୍ଭବ ଇତ୍ୟାଦି ବିଷୟକୁ ପୁଞ୍ଜି କରି ଗଢ଼ି ଉଠିଥିବା ଲୋକଗଳ୍ପକୁ କ'ଣ କୁହାଯାଏ? ତାକୁ ଗାଳ ଗଳ୍ପ ବୋଲି କୁହାଯାଏ। ଲୋକ ସାହିତ୍ୟ ସାଧାରଣତଃ କେତେ ଭାଗରେ ବିଭକ୍ତ? ଲୋକ ସାହିତ୍ୟ ସାଧାରଣତଃ ଆମେ 3 ଭାଗରେ ବିଭକ୍ତ କରିଥାଉ। ଗୋଟେ ହେଲା ଆମର ଲୋକଗୀତ, ଲୋକ କାହାଣୀ ଏବଂ ଲୋକ ନାଟକ ବୋଲି ଯାହାକୁ କହିଥାଉ। ଲୋକ ସାହିତ୍ୟର ସ୍ରଷ୍ଟା କେଉଁମାନେ? ମୌଖିକ ସାହିତ୍ୟ ହେଉଥିବା ସ୍ୱତଃସ୍ଫୂର୍ତ୍ତ। ଯେ କ'ଣ ଲୋକ ସାହିତ୍ୟର ସ୍ରଷ୍ଟା କେଉଁମାନେ? ଯେ ମୌଖିକ ସାହିତ୍ୟ ହେଉଥିବା ସ୍ୱତଃସ୍ଫୂର୍ତ୍ତ, ମାନେ ମୌଖିକ ହିସାବରେ ସେଇଟା ହେଲା। ବିଦଗ୍ଧ ସାହିତ୍ୟର ସ୍ରଷ୍ଟା କେଉଁମାନେ? ବିଦ୍ୱାନ ଶିକ୍ଷିତ। ଦେଖ ଲୋକ ସାହିତ୍ୟ ଏବଂ ବିଦଗ୍ଧ ସାହିତ୍ୟ, ସାହିତ୍ୟକୁ ଆମେ ଦୁଇ ଭାଗରେ ବିଭକ୍ତ କରିଥାଉ। ଗୋଟେ ଲୋକ ସାହିତ୍ୟ, ଗୋଟେ ବିଦଗ୍ଧ ସାହିତ୍ୟ। ଲୋକ ସାହିତ୍ୟ କ'ଣ? ଯାହା ଲୋକମାନଙ୍କ ଦ୍ୱାରା ରଚିତ, ମାନେ ସେ ମୂର୍ଖ ହୁଅନ୍ତୁ, ଅପମାନିତ ହୁଅନ୍ତୁ, ଯେକୌଣସି ବି ହଉ, ତାଙ୍କ ଦ୍ୱାରା ରଚିତ ସାହିତ୍ୟକୁ ଆମେ ଲୋକ ସାହିତ୍ୟ ବୋଲି କହିପାରିବା। କିନ୍ତୁ ବିଦଗ୍ଧ ସାହିତ୍ୟ, ଯେଉଁଟା ପଣ୍ଡିତ ମୃଷ୍ଟିମେୟ ବର୍ଗଙ୍କର ସାହିତ୍ୟ, ତାହାକୁ ଆମେ ବିଦଗ୍ଧ ସାହିତ୍ୟ ବୋଲି କହିଥାଉ। ଯେଉଁ କ୍ୱେଶ୍ଚନ୍ ଆମର ଅଛି 31 ନମ୍ବରରେ କ'ଣ? ଯେ ବିଦଗ୍ଧ ସାହିତ୍ୟର ସ୍ରଷ୍ଟା କେଉଁମାନେ? ବିଦଗ୍ଧ ସାହିତ୍ୟର ସ୍ରଷ୍ଟା ହେଉଛନ୍ତି ବିଦ୍ୱାନ ଶିକ୍ଷିତ ଗୋଷ୍ଠୀ। ନେକ୍ସଟ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପିଲାମାନେ 32 ନମ୍ବର ଦେଖ। ପଲ୍ଲୀ ପୁଷ୍ପ ଏବଂ ପଲ୍ଲୀ ଝରଣା କାହାର ରଚନା? କୁଞ୍ଜ ବିହାରୀ ଦାସଙ୍କର ରଚନା। ଲୋକ ସାହିତ୍ୟର ଅନ୍ୟ ନାମ କ'ଣ? ପଲ୍ଲୀ ସାହିତ୍ୟ ବା ଗ୍ରାମ୍ୟ ସାହିତ୍ୟ। ଲୋକ ସାହିତ୍ୟକୁ ଆମେ କ'ଣ କହିଥାଉ? ଲୋକ ସାହିତ୍ୟକୁ ଆମେ ପଲ୍ଲୀ ସାହିତ୍ୟ ବା ଗ୍ରାମ୍ୟ ସାହିତ୍ୟ ବୋଲି କହିଥାଉ। ଶିଷ୍ଟ ସାହିତ୍ୟର ଅନ୍ୟ ନାମ କ'ଣ? ବିଦଗ୍ଧ ସାହିତ୍ୟ। ଶିଷ୍ଟ ସାହିତ୍ୟ ମାନେ ଶିକ୍ଷିତ ବ୍ୟକ୍ତିଙ୍କର ସାହିତ୍ୟ, ତାକୁ ଆମେ ବିଦଗ୍ଧ ସାହିତ୍ୟ ବୋଲି କହିଥାଉ। ବେଦ ଭଳି ପୁରୁଷାନୁକ୍ରମେ ଶ୍ରୁତିରୁ ଶ୍ରୁତିକୁ ଗତି କରୁଥିବାରୁ ଲୋକ ସାହିତ୍ୟକୁ ଯଥାର୍ଥରେ କ'ଣ ବୋଲି କୁହାଯାଇପାରେ? ଲୋକ ସାହିତ୍ୟକୁ ଲୋକ ବେଦ ବୋଲି କୁହାଯାଇପାରେ। କାହିଁକିନା ଦେଖ ଯେଉଁ ଭାବରେ ମାନେ ବେଦକୁ ଯେପରି ପୁଣି ପୁଣି ମନେ ରଖାଯାଉଥିଲା, ମୁଖରୁ ମୁଖକୁ, ଗୋଟେ ମୁଖରୁ ଆଉ ଗୋଟେ ମୁଖକୁ ଯାଉଥିଲା, ସେଇଭଳି ଭାବରେ କ'ଣ ଯେ ଏଇ ଯେଉଁ ଲୋକ ସାହିତ୍ୟ ମଧ୍ୟ କ'ଣ ଯେ ଗୋଟେ ମୁଖରୁ ଆଉ ଗୋଟେ ମୁଖକୁ ଯାଇଥାଏ, ସେଟାକୁ ପୁଣି ପୁଣି ମନେ ରଖାଯାଇଥାଏ। ତେଣୁ ତାହାକୁ ଲୋକ ବେଦ ବୋଲି କୁହାଯାଏ। ଲୋକକଥାର ଆତ୍ମା କାହାକୁ କୁହାଯାଏ? ଲୋକକଥାର ଆତ୍ମା ବୋଲି ଆମେ ମୋଟିଭକୁ କହିଥାଉ। କାହାକୁ? ଲୋକକଥାର ଆତ୍ମା ବୋଲି ଆମେ ମୋଟିଭକୁ କହିଥାଉ। ଲୋକକଥାର ଅଙ୍ଗ କାହାକୁ କୁହାଯାଏ? ଟାଇପ୍। ଲୋକକଥାର ଆତ୍ମା ହେଉଛି ମୋଟିଭ୍ ଆଉ ଲୋକକଥାର ଅଙ୍ଗ ହେଉଛି କ'ଣ? ଟାଇପ୍। ମନୋରମ ଢଙ୍ଗରେ କାହାଣୀ କହିପାରୁଥିବା ବ୍ୟକ୍ତିକୁ କ'ଣ କୁହାଯାଏ? ମନୋରମ ଢଙ୍ଗରେ କାହାଣୀ କହିପାରୁଥିବା ବ୍ୟକ୍ତିକୁ କ'ଣ କୁହାଯାଏ? ଗଳ୍ପ ସାଗର ବୋଲି କହିଥାଉ। ଯିଏ ମନୋରମ ଢଙ୍ଗରେ କାହାଣୀ କହିପାରୁଥାଏ ତାହାକୁ ଆମେ ଗଳ୍ପ ସାଗର ବୋଲି କହିଥାଉ। ସହଜ ଓ ସରଳ ଭାଷାରେ ରଚିତ ଢଗରମାଳିର ପ୍ରଧାନ ଉପାଦାନ କ'ଣ? ସମାଜ। ଢଗ କୌତୁକ ସମ୍ପନ୍ନ ଓ ପରିହାସପୂର୍ଣ୍ଣ ହେଲେ ତାହା କେଉଁ ନାମରେ ପରିଚିତ ହୁଏ? ତାହା ଢମାଳି ନାମରେ ପରିଚିତ ହୁଏ। ଢମାଳି ବା ଆମେ ଯେଉଁ ଆମର ଢଗଡମାଳି ବୋଲି କହିଥାଉ ହେଲା। ନାରୀ ଜୀବନର ସକଳ ଅଶ୍ଳୀଳ କାହାଣୀ କେଉଁ ପ୍ରକାର ଗୀତରେ ପରିସ୍ଫୁଟ ହୋଇଥାଏ? ଯେ ନାରୀ ଜୀବନର ସକଳ ଅଶ୍ଳୀଳ କାହାଣୀ କେଉଁ ପ୍ରକାର ଗୀତରେ, ଯେ ନାରୀ ଜୀବନର ସକଳ ଅଶ୍ଳୀଳ କାହାଣୀ। ଦେଖ ଏଇଟା କ୍ୱେଶ୍ଚନ୍ ଠିକ୍ସେ ବୁଝ। ଯେ ନାରୀ ଜୀବନର ସକଳ ଅଶ୍ଳୀଳ କାହାଣୀ ମାନେ କ'ଣ ପିଲାମାନେ? ଦେଖ ଯେ ସାଧାରଣତଃ ନାରୀର ଜୀବନ ଦୁଇଟି ପର୍ଯ୍ୟାୟ ଦେଇକି ଗତି କରିଥାଏ। ଗୋଟିଏ ହେଉଛି କ'ଣ? ଯେ ପିତୃଳୟରେ ଏବଂ ପରବର୍ତ୍ତୀଟା ହେଉଛି ଶ୍ୱଶୁରାଳୟରେ। ମାନେ ଯେଉଁ ସମୟରେ ନାରୀଟି ବିବାହ କରିବା ପରେ ନିଜ ପିତୃଘରକୁ ଛାଡ଼ି ଶ୍ୱଶୁରାଳୟକୁ ଯାଏ, ଜୀବନର ଗୋଟେ ପର୍ଯ୍ୟାୟକୁ ଛାଡ଼ି ଆଉ ଗୋଟେ ପର୍ଯ୍ୟାୟକୁ ଗତି କରିଥାଏ, ସେହି ସମୟରେ ସେ କ'ଣ କରିଥାଏ? ଯେ ନିଜ ପିତୃଘରେ ବା ନିଜ ବାପାଙ୍କ ଘରେ ଅତିବାହିତ କରୁଥିବା ସେହି ସମୟଗୁଡ଼ିକୁ ସେ ବାହୁନି ବାହୁନି କାନ୍ଦିଥାଏ। ନିଜ ଭାଇକୁ ସମ୍ବୋଧନ করে, ନିଜ ବାପାଙ୍କୁ ସମ୍ବୋଧନ করে, ନିଜ ମାଆକୁ, ନିଜ ସାଙ୍ଗସାଥୀକୁ, ନିଜ ଗାଁକୁ ସମ୍ବୋଧନ করে ବିଭିନ୍ନ ପ୍ରକାର ଗୀତ ଗାଇଥାଏ, କାନ୍ଦି କାନ୍ଦି ଗୀତ ଗାଇଥାଏ ହେଲା। ତ ବର୍ତ୍ତମାନ ସେ କାନ୍ଦଣା ଗୀତ ଟିକେ ଲୋପ ପାଇବାକୁ ଲାଗିଲାନି। ବର୍ତ୍ତମାନ ତ ସମସ୍ତେ ହସି ହସି କହୁଛନ୍ତି। ଯେଉଁ ସମୟରେ ଆଉ କାନ୍ଦଣା ବୋଲି କିଛି ନାହିଁ କହିଲେ ଚଳେ, ସେମାନେ ହସି ହସି ବାପା ଯାଉଛି 7 ଦିନ ପରେ ପୁଣି ଆସିବି, ହସି ହସି ଝିଅ ବାପାଠାରୁ ବିଦାୟ ମାଗୁଛି। କିନ୍ତୁ ପୂର୍ବରୁ ଥିଲା, ବର୍ତ୍ତମାନ ବି ଅଛି, କିନ୍ତୁ କିଛି ମାତ୍ରାରେ ସେଇଟା କମିଯାଇଛି। ତ ନାରୀ ଜୀବନର ସକଳ ଅଶ୍ଳୀଳ କାହାଣୀ କେଉଁ ଗୀତରେ ପରିସ୍ଫୁଟ? କାନ୍ଦଣା ଗୀତରେ। ନାରୀ କାନ୍ଦି କାନ୍ଦି ନିଜ ଜୀବନର ସ୍ମୃତିକୁ ସେ ବାହୁନି ଥାଏ। ଶିଶୁ ମନ ଭୁଲାଣିଆ ଗୀତକୁ କ'ଣ କୁହାଯାଏ? ନାନାବାୟା ଗୀତ ବୋଲି କୁହାଯାଏ ବା ନର୍ସରୀ ରାଇମ୍ ବୋଲି ଆମେ ଯାହାକୁ କହିଥାଉ। ଶିଶୁ ମନ ଭୁଲାଣିଆ ଗୀତ ମାନେ କ'ଣ? ଯେ ଶିଶୁ ଯେଉଁ ସମୟରେ ଦୁଷ୍ଟ ହେଉଥିବ, ଶିଶୁ ଯଦି ଖାଉନଥିବ, ଶିଶୁ ଖୁଆଇବା ପାଇଁ, ଶୁଆଇବା ପାଇଁ, ବିଭିନ୍ନ ପ୍ରକାର ହେଲା, ଶିଶୁର ମନକୁ ଭୁଲେଇବା ପାଇଁ ସେ ସମୟରେ ନାନାବାୟା ଗୀତ କୁହା ଯାଇଥାଏ।
ଢଗଡ଼ମାଳି ବହୁ ଶତବର୍ଷର ବହୁ ପୂର୍ବାନୁକ୍ରମେ ସଞ୍ଚିତ ମାନବ ପ୍ରକୃତି ଉପରେ ଟୀକା ଗୋଟିଏ ଗୋଟିଏ ଢଗ ଭିତରେ ଖଣ୍ଡିଏ ଖଣ୍ଡିଏ ପୁସ୍ତକ ଲୁଚି ରହିଥାଏ। କେତେ ଗଭୀର ଉପଦେଶ ଗମ୍ଭୀର ମଧ୍ୟରେ ଛପିଥାଏ। ସେଗୁଡ଼ିକ ନ ଦେଖି ଢଗଗୁଡ଼ିକ ହାଡ଼ୁ ମଲ୍ଲିକର ବୁଢ଼ୀମା ଠାରୁ ଶୁଣାଗଲା ବୋଲି ହସରେ ଉଡ଼ାଇଦେବା କେତେ ଅନ୍ୟାୟ। ଉର୍ଦ୍ଦୁଟି କେଉଁ ଗ୍ରନ୍ଥରୁ? ଏଇଟା ବାଇ ମହାନ୍ତିଙ୍କ ପାଞ୍ଜି ଗୋପାଳଚନ୍ଦ୍ର। ଏଇଟା ମାନେ ଜାଣିପାରିବନି, ଏଇଟା ମାନେ ଟିକେ ଡିଫିକଲ୍ଟ, ବହୁତ ଭିତର କ୍ୱେଶ୍ଚନ୍ ହେଲା, ଜାଣିପାରିବନି, ଏଇଟା ଛାଡ଼ିଦିଅ ହେଲା, ଖାଲି ଜଷ୍ଟ ଜାଣିଥାଉ। କାହିଁକିନା ଏଇ ଯେଉଁ ପଦମାନ ଆସେ ନା, ତୁମେ ସେହି ଗ୍ରନ୍ଥ ଯଦି ନ ପଢ଼ିଥିବ ତାହେଲେ ଜାଣିବ କେମିତି? ଚକୁଲିଆ ପଣ୍ଡା ମାନେ କେଉଁ ଗୋତ୍ର? ମୋଷ୍ଟ ଇମ୍ପୋର୍ଟାଣ୍ଟ, ଚକୁଲିଆ ପଣ୍ଡା ମାନେ କାଶ୍ୟପ ଗୋତ୍ର ହେଲା। ତ ସେଇଥିପାଇଁ ସେମାନେ ଚକୁଳିଆ ପଣ୍ଡା ମାନେ କ'ଣ ଯେ ସେମାନେ ବୁଲି ବୁଲି ଭିକ ମାଗନ୍ତା ନା, ଭିକ ମାଗି ମାଗି ଗାନା ଗାଇଥାନ୍ତି, ସେମାନେ କାଶ୍ୟପ ଗୋତ୍ର, ତେଣୁ ସେମାନେ ନିମ୍ନ ଶ୍ରେଣୀର ବ୍ରାହ୍ମଣ ଉପରେ ସେମାନେ ଗଣା ହୁଅନ୍ତି। ପଦ୍ମତୋଳା କେଉଁମାନେ ଗାନ କରି ଖେଳ ଦେଖାନ୍ତି? ଫାପୁଆ ମାନେ ପଦ୍ମତୋଳା ଗାଇକି ନିଜର ଖେଳ ଦେଖାଇଥାନ୍ତି। ବଉଳା ଗାଇ ଗୀତ ଗାଇ କେଉଁମାନେ ଭିକ୍ଷା ସଂଗ୍ରହ? ଯୋଗୀମାନେ, ଯେଉଁ ଯୋଗୀମାନେ ଯେଉଁ ରାସ୍ତାରେ ଯେଉଁ ଯାଆନ୍ତି ସେମାନେ କ'ଣ ଯେ ବଉଳା ଗାଇ ଗୀତ ଗାଇକି ସେମାନେ ଭିକ୍ଷା ସଂଗ୍ରହ କରିଥାନ୍ତି। ଆହେ ଆପଣେ ଦେଇଥିଲେ ପାଇ ବୁଣିଥିଲେ ଦାଇ ପଡ଼ିଆ ଭୂମିରେ ଗୋଧନ ଚରାଇ। ଏହି ପଦଟି କେଉଁ ଗୀତର ଅଂଶବିଶେଷ? ଏହି ପଦଟି କ'ଣ ଚକୁଲିଆ ପଣ୍ଡା ଗୀତର ଅଂଶବିଶେଷ। এটা তুমি মানে জানিবনি হল, যেটা গীত ভিতরে আসছে সেটা জস্ট ମୁଁ କହିଦେଉଛି, କାହିଁକିନା ସେତେ ଭିତରେ କୋଶ୍ଚିନ୍ ଆସିବନି ଏବଂ ଆସିଲେ তুমি ଜାଣିପାରିବନି। କାହିଁକିନା তুমি ଯଦି ସେଇ ଗ୍ରନ୍ଥ ନ ପଢ଼ିଛ, ସେଇ ରଚନା ଯଦି ନ ପଢ଼ି, ତାହେଲେ ସେଇଠିର କେଉଁ ପଦ ଆସିଲା তুমি କେମିତି ଜାଣିବ? ଜାଣିପାରିବନି ନା, ତାହେଲେ ଗୋଟେ ଦୁଇଟା ମାର୍କ ଛାଡ଼ିଦିଅ ସେଇଟା ହେଲା, ବାକିଟା ପଢ଼, ଯଦି ସମୟ ମିଳେ ସେଇଟା ପଢ଼ିବ। କେଉଁମାନେ ଗୋବିନ୍ଦ ମୁଫା ଗୀତ ଗାଇ ମୁଫା ଖେଳ ଦେଖାନ୍ତି? ଫାପୁଆ ମାନେ କ'ଣ ଯେ ଗୋବିନ୍ଦ ମୁଫା ଗୀତ ଗାଇ ମୁଫା ଖେଳ ଦେଖାନ୍ତି। ହଟାଇଲି ହଟାଇଲି ଚୂଡ଼ା ଦୁଇ ମାଣ କୁଟାଇଲି ଅଇଁଠା ପତର ଚଟାଇଲି। ଏହା କେଉଁ ଗୀତର ଶେଷ ତିନି ପକ୍ତି ପୁଚି ଗୀତ? এটা ଛାଡ଼ିଦିଅ, এটা ମାନେ এই ଗୀତ ମାନେ ପ୍ରାୟତଃ ପିଲାମାନେ ମନେ ରଖିବନି, କାହିଁକିନା ତୁମ ରଖିବନି ମାନେ ରଖିବା ଦରକାର, କିନ୍ତୁ ତୁମ ପାଖରେ ସମୟ ନାହିଁ ନା। ତୁମେ ବର୍ତ୍ତମାନ ସିପିଟି ଏଣ୍ଟ୍ରାନ୍ସ ପାଇଁ ପ୍ରିପେୟାର ହେଉଛ, ତୁମେ ପ୍ରଥମେ ଫାଷ୍ଟ କ୍ୱେଶ୍ଚନ୍ ମାନେ ପଢ଼ିଦେବ, ପରବର୍ତ୍ତୀ ସମୟରେ ତୁମକୁ ଯଦି ସମୟ ହୁଏ ତାହେଲେ ତୁମେ ସେଇ ଗୀତ ଗୁଡ଼ିକୁ ମନେ ରଖିବାକୁ ଚେଷ୍ଟା କରିବ। ମୀନ ଖେଳୁଥାଏ ଜଳ ଭିତରେ ବୋଉ ମୁହିଁ ଖେଳୁଥାଏ ତୋର କଳରେ ବୋଉ। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ଆମକୁ ଜଣା ବି ପଡ଼ୁଛି ଏଇଟା କାନ୍ଦଣା ଗୀତ ହେଇଥିବ ବୋଲି। ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ ପୋତନ ପୋତ ହୋଇ ଠିଆ। ଏହା କି ପ୍ରକାର ଉକ୍ତି? ଏହା ଡାକ ବଚନ। ମାଟି ଝାମ୍ପୁରି ମୁଣ୍ଡି ଝିଅତି ରକତ ତୁଣ୍ଡି ନା ଦିଆ। ସ୍ୱର୍ଗରୁ ପଡ଼ିଲା ଟେକାଟା ତା ମୁଣ୍ଡରେ ଠେକାଟା, ଏଇଟା ଏହାର ନା ଦିଅ ତାଳ। ସ୍ୱର୍ଗରୁ ପଡ଼ିଲା ଟେକାଟେ ତାହାର ମୁଣ୍ଡରେ ଠେକାଟି। ସ୍ୱର୍ଗରୁ ପଡ଼ିଲା ଟେକାଟେ ତାର ମୁଣ୍ଡରେ ଠେକାଟେ, ତାର ନାଁ କ'ଣ? ତାଳ। ତାଳରୁ ମାନେ ସେଟା ତାର ନାଁ ଦିଅ, ମାନେ ଗୋଟେ ଅର୍ଥରେ କହିବା ପାଇଁ ସେଇଟା କୁହାଯାଇଛି ହେଲା। ଅଖାଇ କରିଛି ଓଫା ଡୋଳିକ ଚାଉଳ ଓଲିକି ଖାଇଛି ଦାନ୍ତ ଅଛି ଦର ଘଷା। ଏହାକୁ କ'ଣ କହିବା? ଏହାକୁ ଢମାଳି ବା ଢଗଡ଼ବାଣୀ ବୋଲି ଆମେ ତାହାକୁ କହିପାରିବା। ଏଇଟା ମାନେ ନ ଜାଣିଲେ ବି ଚଳିବ ପିଲାମାନେ ହେଲା। ଏଇ ଯେଉଁ ଗୀତ ମାନେ ନା, ଗୀତ ମାନେ ନ ମନେ ରଖିଲେ ବି ଚଳିବ, କିଛି ସେତେ ଆବଶ୍ୟକ ନାହିଁ। ଗୋଟେ ଗୋଟେ କ୍ୱେଶ୍ଚନ୍ ହେବ, ସେଇଥିପାଇଁ ଏତେ ଭିତରକୁ ପଢ଼ିବା ଦରକାର ନାହିଁ, ଖାଲି ଜଷ୍ଟ ଅଛି ବୋଲି ମୁଁ ତୁମକୁ କହି ଦେଉଛି ହେଲା। ଦେଖ ଓଡ଼ିଆ ଓଫ ଗୋଟେ ରହିଗଲା ନା, ଗୋଟେ କ'ଣ ରହିଲା ଏଇଟା, ହଁ। ଅତି ସୁକୁମାରୀ ରାଜଦୁହିତା କରମରେ ଅଛି ଯୋଗୀ ଘଇତା। ଏହାକୁ କ'ଣ କହିବା? ଏହାକୁ ଆମେ ଢଗ ବୋଲି କହିପାରିବା। ଓଡ଼ିଆ ଓଷାବ୍ରତ ପୁସ୍ତକ କାହାର ରଚନା? ପ୍ରମିଳା ମିଶ୍ରଙ୍କର। ଓଡ଼ିଆ ଓଷାବ୍ରତ ପୁସ୍ତକ କାହାର? ପ୍ରମିଳା ମିଶ୍ରଙ୍କର ରଚନା। ବ୍ରତ ସାହିତ୍ୟର ଲେଖକ କିଏ? ଅରବିନ୍ଦ ପଟ୍ଟନାୟକ। ଏଇଟା କ୍ୱେଶ୍ଚନ୍ ଆସେନି ସେତେ ଭିତରୁ ହେଲା। ଓଡ଼ିଶାର ଓଷାବ୍ରତ କଥା ପୁସ୍ତକ କାହାର? ଏଇଟା ପ୍ରେମଲତା ଦାସ। ଏଇଟା ଛାଡ଼ିଦିଅ, ସେତେ ଇମ୍ପୋର୍ଟାଣ୍ଟ ହୁଏ। ସୋମନାଥ ବ୍ରତ କଥା ରଚୟିତା କିଏ? ସୋମନାଥ ବ୍ରତ କଥା ଯିଏ ରଚନା କରିଛନ୍ତି ତାର ନାମ ଏପର୍ଯ୍ୟନ୍ତ ମିଳିପାରି ନାହିଁ ହେଲା, ମାନେ ଅପସନରେ ନାହିଁ ତାର ନାମ, ତା ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରି ନାହିଁ। ଖୁଦୁରିକୁଣି ଓଷାର ଉପାସିତା ଦେବୀ କିଏ? ମା ମଙ୍ଗଳା। ଖୁଦୁରିକୁଣି ଓଷାରେ ମା ମଙ୍ଗଳାଙ୍କୁ ପୂଜା କରାଯାଏ। ଖୁଲନା ସୁନ୍ଦରୀ ରଚୟିତା କିଏ? ଖୁଲନା ସୁନ୍ଦରୀ ରଚୟିତା ହେଉଛନ୍ତି ଭିକାରୀ ଧୀବର। ଏଇଟା ବି ସେତେ ଇମ୍ପୋର୍ଟାଣ୍ଟ ନୁହେଁ, କ୍ୱେଶ୍ଚନ୍ ଆସିବନି ଏଇଥିରୁ ସେତେ ହେଲା। ନେକ୍ସଟ ଦେଖ, କାଞ୍ଜି ଅଁଳା ଓଷା କାହା ଦ୍ୱାରା ରଚିତ? ଦ୍ୱିଜ ରଘୁନାଥ ଦାସ। ସୋମନାଥ ବ୍ରତ କେଉଁ ମାସର କେଉଁ ତିଥିରେ ଅନୁଷ୍ଠିତ? ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲାମାନେ ପରୀକ୍ଷାରେ କ୍ୱେଶ୍ଚନ୍ ଆସେ। ସୋମନାଥ ବ୍ରତ କେଉଁ ମାସର କେଉଁ ତିଥିରେ ଅନୁଷ୍ଠିତ ହୁଏ? ଭାଦ୍ର ମାସ ଶୁକ୍ଳ ଷଷ୍ଠୀ ତିଥିରେ ସୋମନାଥ ବ୍ରତ ଅନୁଷ୍ଠିତ ହୁଏ। ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ହେଲା। ଦେଖ, ଯେକୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ଗୁରୁବାର ପଡ଼ିଲେ କେଉଁ ବ୍ରତ ପାଳିତ ହୁଏ? ସୁଦଶା ବ୍ରତ ପାଳିତ ହୁଏ। ଯେକୌଣସି ମାସ ହଉ, ଯଦି ଶୁକ୍ଳ ପକ୍ଷ ଦଶମୀ ପଡ଼ିଲା ତାହେଲେ ସେଇଥିରେ କ'ଣ? ସୁଦଶା ବ୍ରତ ପାଳିତ ହେବ। ରାମଲୀଳା କେଉଁ ପ୍ରକାର ଲୋକନାଟକ? ରାମଲୀଳା ହେଉଛି ଅଭିନୟ ପ୍ରଧାନ
ଲୋକନାଟକ ରାମলীଳା କ'ଣ ସେଠାରେ ଅଭିନୟକୁ ଗୁରୁତ୍ୱ ଦିଆଯାଇଥାଏ। ତ ବର୍ତ୍ତମାନ ଭିଡ଼ିଓରେ ଏତିକି ରଖିବା, ନେକ୍ସଟ ଭିଡ଼ିଓରେ ପୁଣି ଆମେ ଆଲୋଚନା କରିବା। ଯଦି କାହାର କିଛି ବି ଡାଉଟ୍ ଥାଏ ନିଶ୍ଚିତ ଭାବରେ ମୋତେ କମେଣ୍ଟ କରି ପଚାରିପାରିବ। ଡିସ୍କ୍ରିପ୍ସନ୍ ପରେ ଆମର ଇନଷ୍ଟାଗ୍ରାମ ଲିଙ୍କ୍ ଦେଇଛି, ମୋତେ ପର୍ସନାଲ ମେସେଜ କରି ମଧ୍ୟ ପଚାରିପାରିବ। ଏଇଟା ଆମର ପାର୍ଟ 1 ସରିଗଲା ଏବଂ ପାର୍ଟ 1ରେ ଆମେ 65 କ୍ୱେଶ୍ଚିନ୍ ଆମେ ଆଲୋଚନା କଲା। ତ ପୁଣି ନେକ୍ସଟ ପାର୍ଟରେ ଦେଖା ହେବା, କାହିଁକି ନା ମାନେ ଭିଡ଼ିଓଟା 20 ମିନିଟ୍ କରିବା ଅଧିକ ଲଙ୍ଗ୍ ହେଲେ ତୁମମାନଙ୍କୁ ବି ବୋରିଂ ଲାଗିବ, ସେଥିପାଇଁ ମାନେ ଆମେ ଅଧିକ ଆଲୋଚନା କରିବାନି। ଯଦି କିଛି ବି ଯଦି ଡାଉଟ୍ ଥାଏ ତାହେଲେ ମୋତେ ପଚାରିପାରିବ ଏବଂ ପୁଣି ଆମେ ନେକ୍ସଟ ପାର୍ଟରେ ଯେଉଁ ବାକି କ୍ୱେଶ୍ଚିନ୍ ମାନେ ରହିଛି ସେ ଉପରେ ଆଲୋଚନା କରିବା। ତ ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ। ପୁଣି ଥରେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ମା ସମଲେଇ।